हेलो हाय नमस्कार सांगମାନେ ଆପଣ ଦେଖୁଛନ୍ତି କୋଣାର୍କ ଗଣନାଟ୍ୟର ସୁପରହିଟ୍ ନାଟକ ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ କିଛି ମୁଖ୍ୟ ଚରିତ୍ର ଆପଣ ଦେଖିବାକୁ ପାଇବେ। ଆପଣ ଫୁଲ୍ ଯାତ୍ରା ଦେଖିବା ପାଇଁ କୋଣାର୍କ ଅଡିଟୋରିୟମରେ ଆସି ବସନ୍ତୁ, ନାଟକଟି ଫୁଲ୍ ଉପଭୋଗ କରନ୍ତୁ। କିଛିଟି ମୁଖ୍ୟ ଦୃଶ୍ୟ ଆମେ ଆପଣଙ୍କୁ ଦେଖେଇବୁ। ଆପଣ ଏ ଚ୍ୟାନେଲରେ ଫୁଲ୍ ଶେଷ ସବୁ ଦୋଷ ହଉଛି ଏଇ ସଖାକୁ ଏମିତି କଥା କହିଲା ଯେ ସଖା ତ ମୋର ନନାଥିବ ଭୁଲ କହିଲି। ମୁଁ କହିଲି ପକେଇ ଯେତେ ଜଲ୍ଦି ପାରୁଛ ସୁନାଲି ଦିଦିଙ୍କ ପାଇଁ ଭଲ ବରପାତ୍ରଟେ ଯୋଗାଡ଼ କରିଦିଅ। ଦି ଝିଅଙ୍କ ବାହାଘର ଗୋଟେ ଦିନରେ ଧୁମଧାମରେ କରିବ। ଆଉ ଶୁଭମ ବାବୁକୁ ଶ୍ରେୟା ଦିଦି ବାହା ହେଇଗଲା ପରେ ଦି ସଖା ଦି ସମିତି ହେଇକି ମୋବାଇଲ କରିବ। ଏଇ କଥା କଣ ମୁଁ ଭୁଲ କହିଲି? ସମସ୍ତଙ୍କୁ ତ କହିଦେଲ କାଇଁ ତମ ବାହାଘରକୁ ତାଙ୍କ କାଇଁ କହିଲନି? ତୋ ବାହାଘର କଥା କାଇଁ କହିଲନି? ମୋ ବାହାଘର ଚାନ୍ସ ନାହିଁ। ତମେ କହୁନ କପି ଏଇ ରାସ୍ତା ଝିଅ ଜ୍ୟୋତିମା ଲୋତ୍ରା ଆଉ ପୁରୀ ଝିଅ ପ୍ରିୟଙ୍କା ଶତପଥୀ ପଇସା ପାଇଁ ପାକିସ୍ତାନ ସହିତ ହାତ ମିଳେଇକି ଯୋଉ କାଣ୍ଡ କଲେ ଏ ଝିଅ ଜାତି ତା ଉପରୁ ମୋର ବିଶ୍ୱାସ ତୁଟିଗଲା। ପଇସା ପାଇଁ ତମେ ଦେଶକୁ ବିକି ଦେଉନାହିଁ, ତମେ ସାଇକେଲ ଟଙ୍କା ତଳେ ପଡ଼ିକି ଭଲ। ତେଣୁ ମୁଁ ଫାଇନାଲ କରିଦେଲି ଇଏ ଝିଅ ଜାତି ଉପରେ ଆଦୌ ମୋର ବିଶ୍ୱାସ ନାହିଁ କି ତାଙ୍କୁ ବାହାସାହା ହେଇକି ଘର ସଂସାର କରିବାର ନାହିଁ, ବରଂ ବାବାଜୀ ହେଇଯିବ ଭଲ। ୟା ଭିତରେ ମୁଁ କଣ କହିଦେଇଛି? ଭାଇଙ୍କର ଔଷଧ ଖାଇବା ସମୟ ଡେରି। ଘରେ ନିଷ୍ପତ୍ତି ନେବାର ଅଧିକାର କାହାର? ସଖା
ମିଛ କହୁଛି ଏଇ ବିଲକୁଲ ସତ ଚୁପ୍। ମୋ ଝିଅ ଯାହା କହୁଛି ସତ ହଁ ମୋତେ ବିଶ୍ୱାସ କରୁ ସେ ମିଛ କହୁଛି ମା ବିଲକୁଲ ସତ ଯାହା ସ୍ପଷ୍ଟ ପ୍ରମାଣ ମୁଁ ମାନ୍ୟବର ଅଦାଲତରେ ପେଶ କରି ସାରିଛି ଦୁଇ ଅଭିଯୁକ୍ତଙ୍କ ବୟାନ ଶୁଣି ସାରିବା ପରେ ଅଦାଲତ ଏହି ନିଷ୍ପତ୍ତି ନେଲା ଯେ ଅଭିଯୁକ୍ତ ସମସ୍ତଙ୍କ ଅଗୋଚରରେ ଏଭଳି ନିଷ୍ପତ୍ତି ନେଇ ମହା ଭୁଲ କରିଛୁ। ତେଣୁ ଏ ଭୁଲର ଶାସ୍ତି କ'ଣ ହେବା ଦରକାର ନିଜେ ଅଭିଯୋଗକାରୀ ସେ ନିଷ୍ପତ୍ତି ନେବା ପାଇଁ ଅଦାଲତ ତାଙ୍କୁ ଦାୟିତ୍ୱ ପ୍ରଦାନ କଲା। The court in answer. ଅର୍ଡର ଓହୋ ଆପଣମାନେ କେବେ ବୁଝୁନାହାନ୍ତି କାହିଁ ପ୍ରକୃତରେ ମୁଁ ସେମିତି କିଛି ନିଷ୍ପତ୍ତି ନେଇନି। କଥା କ'ଣ କି ପିଲାଦିନେ ମୋର ଗୋଟେ ସାଙ୍ଗ ସହିତ ବାଜି ପଡ଼ିଥିଲା ଦିନଙ୍କ ପାଇଁ ହଉ ପଛେ ମୁଁ ଦିନେ ପୋଲିସ ବର୍ଦ୍ଧି ନିଶ୍ଚୟ ପିନ୍ଧିବି ଆଉ କେବଳ ସେଇଥିପାଇଁ ଏତେ ପୋଲିସ ପୋଷାକ ପିନ୍ଧିବାକୁ ଇଚ୍ଛା ଯାଉନ ମୋ ଚିତ୍କାର ଭଳିଆ ଭଡ଼ା ପିନ୍ଧିକି କ୍ୟା? ଏଇ ସେକଥା ହେଇପାରିବନି ତାର ମୋତେ ଦଣ୍ଡ ଦେବାର ଦାୟିତ୍ୱ ଦେଇଛି ମାନେ ଏବେ ଏଇନା ଏଇଠି 10 ଥର କାନ ଧରି ଉଠ ବସ ସାଇଜରେ ଦେଖୁଛି ଆଜି ମୋ ଛୁଆଟାର ଜନ୍ମଦିନ ତା ପାଦରେ କଣ୍ଟାକ୍ଟ ଫୁଟି ପଡ଼ି ବୋଲି ମୁଁ ମା କହୁଥିଲି ଦୀପ ଜାଳି ଫେରୁଛି ଇଏ ହାଜିରା ଭିତରଟା କହିଲା କ'ଣ 10 ଥର ବସ ଉଠ ହବ ଆଉ କ'ଣ ହବ ଏ କଥାର ମୋ ନିଷ୍ପତ୍ତିଟା ଶୁଣି ନିଅ। ତାର ବି ମୋ ଝିଅ ଶ୍ରୀୟାର ଏ ଅଭିଯୋଗରେ ଯଥେଷ୍ଟ ଗୁରୁତ୍ୱ ରହିଛି ଯେଉଁପରି ଶୁଭମ ଭବିଷ୍ୟତରେ ଏଭଳି ନିଷ୍ପତ୍ତି ନ ନେବାକୁ ତାକୁ ସତର୍କ କରି ଦିଆଗଲା। ସବୁ ପରେ ଶୁଭମର ଜନ୍ମଦିନ କେମିତି ଧୁମଧାମରେ ପାଳନ ହବ ସେ ଦାୟିତ୍ୱ ଶ୍ରୀୟା ଉପରେ ଦିଆଗଲା। ଆରେ ଧୀରେ ଖୋଜି ବାସି ଦିନରେ ତ ବଡ଼ ଭଳି ସୋନାଲିକି ଡାକୁନ ସୋନାଲି କୁଆଡ଼େ ଯିବି ସେ କ'ଣ ଘରେ ଅଛି କାଲି ରାତିରେ ତ ମାଉସୀ ଘରକୁ ଆସି ପହଞ୍ଚିଲା ଆଜି ସକାଳୁ ପୁଣି ଗାଡ଼ି ନେଇ କୁଆଡ଼େ ଯାଇଛି ଯେ ଏ ଯାଇ ତାର ଦେଖା ନାହିଁ ନାଇଁ ମା ସକାଳେ ସେ ଯେତେବେଳେ ଘରୁ ବାହାରିଲେ ମୋତେ ମୁଁ ପଚାରିଲି ସାଙ୍ଗରେ ମୁଁ ଯିବା ଦରକାର କି କିନ୍ତୁ ସେ ସିଧା ସିଧା ମନା କଲେ କହିଲେ ଏକା ଏକା ଗାଡ଼ି ଡ୍ରାଇଭ୍ କରି ଯାଇପାରିବି ପଚାରୁ ନା ସମସ୍ତେ ସେ କଥା ଶ୍ରୀୟାକୁ ପଚାର ଓହୋ କାହିଁକି ତାର ଖାଇକି ପଡ଼ି ମୁଁ ତାକୁ ଆମ ଘର ମଣିଷ ବୋଲି ଭାବିଲି ବର୍ଷକରେ ମାସେ 15 ଦିନ ଏଠି ନହେଲେ ସବୁଦିନ ଦିଲ୍ଲୀରେ ତା ମାଉସୀ ପାଖରେ ରହୁଛି କଥା ମୋତେ ଆରମ୍ଭ କଲେ ମାଉସୀ ମୋତେ ଏଇଆ କହିଲା ମାଉସୀ ମୋତେ ସେଇଆ କହିଲା ମାଉସୀ ମୋ ପାଇଁ ଏଇଟା କରିବ ମାଉସୀ ମୋ ପାଇଁ ସେଇଟା କରିବ ଯେମିତି ଆମ ସହିତ ତାର କିଛି ସମ୍ପର୍କ ନାହିଁ ଓ ଆଲୋଚନା କରି ଖୁସିର ମାହୋଲଟା ଗାଡ଼ିରେ କଣ ଛାଡ଼ି ଦେଇ ଚାଲିଗଲା ମୁଁ ନେଇ ଯାଉଛି ଭାଉଜ ଲଣ୍ଡା ଖାଇଛି କଥା କଣ କି ବାଡ଼ ବୁଳିବା ଦୋଷରୁ ଆଗ ଛପର ଉଡ଼ି ଯାଇକି ଟିକେ ଚନ୍ଦା ହେଇଯାଇଛି। What Chanda? I don't understand you speaking. ଏଇ ଏ ବେଇପ କଣ କହୁଛି ତ କିଛି ବୁଝି ହଉନି ଏମିତିଆ ଗେଷ୍ଟକୁ ଯଦି ହାତ ଛଡ଼ା କରିଦେବି ବେଇପ ମୁଣ୍ଡ ପିଟିକି ମରିଯିବା ଭଲ। What is your thinking? I love India and Puri also. I want to stay here long period. ଲଭ ଇଏ ବେଇପ କଣ ମତେ ଲଭ କରିବାକୁ କହିଲାଣି ଜଳିଲାର ଶୁଖିଲା ଆଉ ଭାଗ୍ୟ ଜଳିଲା ନା ଏମିତିକା ଚାନ୍ସ ଆଉ ଛାଡ଼ିବାର ନାହିଁ ଯେମିତି ହଉ ଇଏନ୍ ତେଣୁ କହିକି ଇୟାରି କଥା ଏକୁ ଫେରେକି ଇଂରାଜୀରେ ଇୟା ସାଡ଼େ ବିପଦ କହିକି ଏ ଗେଷ୍ଟକୁ ଏଠି ଅଟକେଇ ଦେବାର ଅଛି। What is your say? I say what love do you say me that love do you I return you just Okay, okay. Okay ସାଙ୍ଗେ ମିଳିବ ବଜାରରେ ଖୋଜାଖୋଜି କଲେ ମିଳିବ Hello? ହାଇ Hello? କି ହାତରେ ପୁରା ହାତ ମୁଁ ଏମିତି ସିମିଳି ତୁଳା ମେଞ୍ଚେ ଖଣ୍ଡ ଧରି ପକେଇଲି ତ ଭାଗ୍ୟ ଚଳିଲାରେ ଶୁଖିଲା ଛଡ଼ା ଏଣିକି ଏମିତି ଓଦା ହବୁ ଯେ ବେଇପ ତ ଥଣ୍ଡା ଧରି ପକେଇବ
ଏ ହାତରେ କିଏ ଗରମ ଲାଗୁଛି ରେ କଣ ତୁ କେବେ ତୁ କାହିଁକି ଏଠିକି ଆସିଛୁ ଦିଦି 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 ଚାଲ ଚାଲ ମୋ ଗେଷ୍ଟ ଆସିବୁ ଚାଲ ମୁଁ ତମକୁ ଛାଡ଼ିଦେବି ଆସ What did you say? ସେ ସାଇକି ଫେକି ପଛରେ ଥାଉ ତମେ ଆଗେ ଆସିଲେ ମୁଁ ତମ ନେଇ ରୁମରେ ଛାଡ଼ିଦେଇକି ଆସେ ତୁ କାହିଁକି ହସିବୁ ତୁ କାହିଁକି ତୁ ଏଠି କାହିଁକି ଆସିବୁ ଏଠି ତ କାମ କରିଦେବି ଆମେ ଏଲୁ ଗାଇଡ ଭିଜିଟର ମାନଙ୍କୁ ପୁରୀରେ ସବୁ ଯେତେ ଭଲ ଭଲ ଜାଗା ଅଛି ତାକୁ ସବୁ ବୁଲେଇ ଦେଖେଇବା ହେଲା ଆମର କାମ ତମେ ଗୋଟେ ମଝିରେ ଷଣ୍ଢ ପୁରୁଷ କାହିଁକି ଯା ଯା ଏଡିଏସ୍ ମ୍ୟାଡାମ ଇଟ୍ ଇଜ ମାଇ ଭିଜିଟିଂ କାର୍ଡ ନେନ୍ତୁ ଦିଦି ଦିଦି ଏଟା କାହିଁକି ଦେଖୁଛ ଦିଦି ଏଟା କିଛି ନୁହଁ ଏଟା ଗୋଟେ ଅର୍ଡିନାରୀ ଥାର୍ଡ କ୍ଲାସ ବି ସେକ୍ସନ ସି ଗ୍ରୁପ ଟିକେଟ କରି ଫାଲତୁ ଗୋଟେ ମଣିଷ କଣ ଆସିଲା ଆମେ ଯିବା Wait! You are guy. yes Hello? hello Hello, hello. I am happy to meet you. wait ଦିଦି 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 ଗୋଟେ କଥା ମାଇଣ୍ଡ କରିବୁନି ତମ ଭଳିଆ ଲୋକ ବେହିପଇଆ ହାତ ଧରିଲେ ତମ ହାତର ଅବସ୍ଥା ଆଉ ରହିବ ତାପରେ ହାତୀ ନୁହଁ ଇଏ ହଉଛି ଷଣ୍ଢ ଗେପ ଛତରା ବୁଲାତେ ଆମର ବାଗେଇ ସାଗେଇ କଥାବାର୍ତ୍ତା କର ନହେଲେ ତମେ କଣ କରିବେ ଏମିତି ନାଚରେ ରାତିବି ବାପା ବାହାଘର ମନେ ପକେଇବି ନା ନହେଲେ ଆପଣ ଯିବେ ଯେତେ ଧୀରେ କଥା ହେବେ ସେତେ ଭଲ ତାଛଡ଼ା ମୁଁ କଳା ମାଟିକୁ ଆତ୍ମପୋଷଣ କରିଲି ନହେଲେ ଆପଣ ଭଦ୍ରଲୋକକୁ ଆସାମି ସଜେଇଦେବେ ଅନ୍ଧାରରେ ବାଡ଼ି ବୁଲେଇବା ପୋଲିସର ଅଭ୍ୟାସ ଆଉ ସେ ବାଡ଼ିଟା କେତେବେଳେ କାହା ଦେହରେ ବାଜିବ ସେଇଟା ପୋଲିସକୁ ବି ଜଣା ନଥାଏ ଶୁଣନ୍ତୁ ଇନ୍ସପେକ୍ଟର ମୁଁ ଶନିଶ୍ଚର ସନ୍ଦିଗ୍ଧ ଲୋକେ କୁହନ୍ତି ମୁଁ ଶୁଖିଲା ନଈର ପୁଅ ପାଣି ନଥିବା ଜାଗାରେ ବି ଡଙ୍ଗା ଚଲେଇଯିବି ମୋ ବିଷୟରେ କିଛି ନ ଜାଣି ମୋତେ ଆସାମୀ ବୋଲି ଆକ୍ଷେପ କରି ଆପଣ କିଛି ଠିକ କରେନି ଏ କଥାର ଜବାବଟା ଆପଣ ନିଶ୍ଚୟ ପାଇଯିବେ ଆମର ସାମୟିକ ଅପେକ୍ଷା ଆସୁଛି ହଁ ଆପଣ ବୋଧେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଠିକ ଅଛି ଆସନ୍ତାକାଲି ଦିନ 4ଟା ବେଳେ ଥାନାରେ ଦେଖା କରିବେ ଆସୁଛି ହଁ ନା ମାନେ ଯୋଉଥିପାଇଁ ଆସିଥିଲି ସେ ଅସଲ କଥା ଭୁଲି କରି ପଳେଇ ଯାଉଛି ପୁଣି କଣ ଅସଲ କଥା ଭୁଲିଗଲେ ମତେ କଣ ଗୋଟେ ଜରୁରୀ କାମରେ ଶ୍ରୀକୃଷ୍ଣ ମତେ ଡାକିଥିଲେ ଏ ଡାକିଦେବେ ଭାଇଙ୍କ ଦେହ ଅସୁସ୍ଥ ଅଛି ସେ ଏବେ ବିଶ୍ରାମ ନେଉଛନ୍ତି ତାଙ୍କ ସହିତ ସାକ୍ଷାତ କରିବା ସମ୍ଭବ ନୁହେଁ ଓ ଆଚ୍ଛା ଠିକ ଅଛି ମୁଁ ଆସିଥିଲି ବୋଲି ତାଙ୍କୁ ଟିକେ ଜଣାଇ ଦେବେ ଆସୁଛି ଦାଦା କେତେବେଳେ କଣ କରୁଛନ୍ତି କଣ କଣ ନଉଛି ମୁଁ କିଛି ବୁଝିପାରୁନି
Glory